ତ ବର୍ଷା ଆସିଗଲାଣି ତ ଛାତ ଉପରେ ଯିବା ଚାଲନ୍ତୁ। ତ ଛାତ ଉପରେ କଣ ସବୁ ଶୁଖୁଛି ଆମେ ଛାତ ଉପରେ ସବୁ କଣ ଶୁଖୁଛି ଆମେ ଚାଲନ୍ତୁ ଯିବା ଆଣିବା। ତ ବୋଉ ବରାତ କରିଦେଇଛି ତ ଛାତ ଉପରକୁ ଯିବୁ କଣ ସବୁ ଶୁଖୁଛି ବର୍ଷା ଆସିଗଲାଣି ବର୍ଷା ପଡିଯିବ ଆଉ ଓଦା ହେଇଯିବ ସବୁ। ତ ଚାଲନ୍ତୁ ଦେଖିବା କଣ ସବୁ ଶୁଖୁଛି ଆଉ ତାକୁ ନେଇ ଆସିବା। ତ ଦେଖନ୍ତୁ କଣ ସବୁ ପଡିଛି। ଏ ମା କେତେ ବର୍ଷା ବିଜୁ ମାରୁଛି ଜୋର। ବୋଉ ବୋଉଲୋ ଏ ନେଇଯିବା। ତ ଦେଖନ୍ତୁ ସାଙ୍ଗମାନେ ଡାଲି ଶୁଖୁଛି ମଟର ଶୁଖୁଛି ମଟର ଆସିକି ଏଠି ପଡିଛି। ତ ଡ୍ରମ ଏଠି ବି ପଡିଛି। ତ ଚାଲନ୍ତୁ ଏଇ ଡ୍ରମରେ ରଖିଦବା। ମେଘ ଆସିଗଲା ବାଜା ବଜେଇକି। ପିମ୍ପୁଡି ତ ଛାଡି ନାହିଁ। ଏଥିରେ କଣ ଜିରା ଏଥିରେ କଣ ବୋଉ ଡାଲିର ପିମ୍ପୁଡି ଛାଡି ନାହିଁ। ବିଜୁ ମାରୁଚିଲୋ ଶୀଘ୍ର ପଳେଇଆ। ପଳେଇଆ ଶୀଘ୍ର ଡାଲିଟା ଅନାନି ଡାଲିଟା ଆଣିବୁ ତାକୁ ଚଲେଇ ଦବୁ ପିମ୍ପୁଡି ଅଛି ତା ଭିତରେ। ତା ଭିତରେ ନା ନା ପିମ୍ପୁଡି ଚଲେଇ ଦବୁ। ହିନିଆ ଢାକୁଣି ତ ବର୍ଷା ଆସିଗଲା ଫ୍ରେଣ୍ଡସ୍ ଦେଖନ୍ତୁ ଆଉ ବିଜୁ ମଧ୍ୟ ଜୋରରେ ମାରୁଛି। ବର୍ତ୍ତମାନ ଆମର ଛାତ ଉପରେ ସବୁ କଣ ଶୁଖୁଛି ତାକୁ ନେଇ ଆସୁଛନ୍ତି। ଶୀଘ୍ର ପଳେଇଆଲୋ ବିଜୁ ମାରୁଛି ମା କେଡେ ଜୋରେ ମାରୁଛି ଦେଖନି ସେଇପଟର ଏଇପଟର ବର୍ଷା ଯୋଉ ଆସିବ ସେଇ ବର୍ଷା ଟା ହବ। ଶୀଘ୍ର ପଳେଇଆ। ଜୋର ଜୋରରେ ବିଜୁ ଘଡଘଡି ମାରୁଛି ବାଜା ବଜେଇକି ଆସିଗଲା ଆମର ରୁଷୁଣୀ ଫୁଟେଇକି ଆମର ବରଯାତ୍ରୀରେ ବର୍ତ୍ତମାନ ଆସି ଯାଇଛନ୍ତି। ଏ କଣ ଫୁଟିଲା କଣ ଏଇଟା ଡ୍ରମ ଟା ଆଣୁନୁ କାଠ କଣ୍ଡେଇ ନେଇ ପଳେଇ ଆଉଛି। ଡ୍ରମ ଟା ଶୁଖେଇକି ଆଣିବୁନି ନା ଚାଲ। ବର୍ଷା ଆସିଗଲା ଆମର ରୁଷୁଣି ଫୁଟେଇକି। ଦେଖିକି ଆ। ଚେନାଚୁର ଏଟା ଖାଇଲନି ଆଉ ତାକୁ ସବୁ ଚଢେଇକି ଦେଇ ଦଉଛ। ଯିଏ ହଉ ଜଣେ ଖାଇବା କଥା ଚଢେଇ ହଉ ଆଉ ମଣିଷ ହଉ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଆଉ ଇଏ ଆମର ଘର ଦେଖନ୍ତୁ। ତ ଫ୍ରେଣ୍ଡସ୍ ଦେଖନ୍ତୁ କୋଉ ଭଳିଆ ମାନେ ବର୍ଷା ଆସିଲାଣି ଯେ ଆଉ ଭିଡିଓ କରିବା ପାଇଁ ମତେ ଡର ଲାଗୁଛି। ତ ଛାତ ଉପରେ ବର୍ତ୍ତମାନ ଆମେ ରହିଛୁ। ତ ବର୍ତ୍ତମାନ ଦେଖନ୍ତୁ ବର୍ଷା ଘଡଘଡ ହଉଛି।
ଆଉ ବର୍ଷା ଆସିଲାଣି ବର୍ତ୍ତମାନ ପକେଇବ। ତ ମୁଁ ଆପଣ ମାନଙ୍କୁ ଦେଖିବାକୁ ଆସିଥିଲି ଯେ ଆମର ନଡା ଛପର ଘରେ କୋଉ ଭଳି ରହୁଥିଲୁ। ତ ସେଇ ଘରେ ବର୍ତ୍ତମାନ ଦେଖିବାକୁ ଆସିଥିଲି। ତ ବର୍ତ୍ତମାନ ବିଜୁ ଘଡଘଡି ସହ ବର୍ଷା ପଳେଇ ଆସିଲାଣି। ଦେଖନ୍ତୁ ଆକାଶରେ କୋଉ ଭଳି ଭାବରେ ମେଘ ରହିଛି। ବିଜୁ ମାରୁଛି ଆପଣ ମାନଙ୍କୁ ଦେଖେଇ ଦଉଛି ଚାଲନ୍ତୁ। ଆଉ ଭିଡିଓ ପରେ କରିକି ଦେଖେଇବି ଆପଣ ମାନଙ୍କୁ। ତ ଚାଲନ୍ତୁ। ତ ଫ୍ରେଣ୍ଡସ୍ ଇଏ ଥିଲା ଆମ ଘର। ତ ଦେଖି ନିଅନ୍ତୁ ଆମ ଘରର କଣ୍ଡିସନ। ତ ଦେଖନ୍ତୁ ଆଉ ଇଏ ଆମର ଘର। ଆଉ ଏଠି ଆମର ରୋଷେଇ ହୁଏ ଦେଖନ୍ତୁ ଚୁଲି ପାଖରେ ବିଲେଇ ବସିଛି। ତ ଜାଳ ରହିଛି ଆଉ ଚୁଲିରେ ବର୍ତ୍ତମାନ ବି ରୋଷେଇ ଚାଲିଛି। ଆଉ ଦେଖନ୍ତୁ ବର୍ତ୍ତମାନ ଚାରିଆଡେ କୋଉ ଭଳି ମେଘ ହଉଛି। ତ ମାଡ ବସା ଯାଇଛି ଦେଖନ୍ତୁ। ଦେଖନ୍ତୁ ପାଣି ମଧ୍ୟ ହଉଛି ଦେଖନ୍ତୁ କୋଉ ଭଳି ଭାବରେ। ପାଣି ପଡୁଛି ଆଉ ମାଢରେ ପାଣି ପଡୁଛି ଦେଖନ୍ତୁ। ବର୍ତ୍ତମାନ ଆମର ପରିସ୍ଥିତି ଘରରେ ଏଇଆ। ଯେହେତୁ ଆମେ ଏଇ ଘରରେ ହିଁ ରହୁଥିଲୁ ବହୁତ କଷ୍ଟରେ। ଝଡ ବର୍ଷା ମେଘ ଖରା କାକର ଶୀତ ଏଇ ସବୁ ରକ୍ଷା ପାଇବା ପାଇଁ ତ ସମସ୍ତେ ମଣିଷ ଜୀବନରେ ଗୋଟେ ତ ଘର କରୁଛନ୍ତି। ତେଣୁକରି ଆମେ ବହୁତ ମେହନତ କରି ଗୋଟେ ବର୍ତ୍ତମାନ ଆମ ଘରର ପରିସ୍ଥିତି ଦେଖନ୍ତୁ ବର୍ତ୍ତମାନ। ତ ବର୍ଷା ତ ହଉଛି ଦେଖନ୍ତୁ କୋଉ ଭାବରେ। ପବନର ବେଗ ରହିଛି ବର୍ଷା ହଉଛି କଦଳୀ ଗଛର ସବୁ ପତ୍ର ଗୋଟେ ବି କଦଳୀ ଗଛର ପତ୍ର ଗୋଟେ ବି ଭଲ ନାହିଁ ସବୁ ଫାଟିକିରି ମାନେ କୁତୁରା ହେଇସାରିଲାଣି କେରା ହେଇସାରିଲାଣି। ଆଉ ଝଡ ତୋଫାନ ତ ଚାଲିଛି ବର୍ଷା ଦେଖନ୍ତୁ କୋଉ ଭଳି ଭାବରେ ହଉଛି। ତ ବହୁତ ଜୋରରେ ବି ଗରମ ଲାଗୁଥିଲା ଆଗ ଭିଡିଓରେ ଆପଣ ମାନଙ୍କୁ ଆମେ ଦେଖେଇଥିଲୁ ଗରମ ଯୋଉ ହଉଥିଲା ତ ବର୍ତ୍ତମାନ ଥଣ୍ଡା ରହିଛି ବର୍ଷା ହଉଛି। ତ ଦେଖନ୍ତୁ ପାଣି ପଡୁଛି କୋଉ ଭଳି ଭାବରେ। ପାଣି ଟା କୋଉଠି ପଡୁଛି ଦେଖନ୍ତୁ। ଆଜବେଷ୍ଟ ପଡିଛି ଯେ ଆଜବେଷ୍ଟରେ ବି ପାଣି ପଡୁଛି। ତ ଆଗକୁ ଯିବା ଚାଲନ୍ତୁ। ଇଏ ଥିଲା ଆମର ଘର। ଏଇ ଘରେ ହିଁ ଆମେ ରହୁଥିଲୁ ଆପଣ ମାନଙ୍କୁ ଆଗରୁ ଦେଖେଇଥିଲି। ଆଗ ଭିଡିଓରେ ପୂର୍ବ ଭିଡିଓରେ। ଏଠି ପାଣି ପଡୁଛି ଦେଖନ୍ତୁ କୋଉ ଭାବରେ। ତ ଦେଖନ୍ତୁ ଆମ ଘରର ପରିସ୍ଥିତି ଏଇ ଘରେ ହିଁ ଆମେ ରହୁଥିଲୁ। ଆପଣ ମାନେ ଦେଖୁଥିବେ ଆମ ଘରର ପରିସ୍ଥିତି ଆଉ ବର୍ତ୍ତମାନ ବର୍ଷା ମଧ୍ୟ ହଉଛି ହେଇ ଚାଲିଛି। ବିଜୁ ମାରୁଛି। ତେନ୍ତୁଳିର ଲୁଣ ଗୁଳା ଯାଉଛି ବର୍ତ୍ତମାନ। ଲୁଣ ପୁଣି ପାଣି କାଇଁ ଦଉଥିଲ? ଶୁଖିଗଲାଣି ଖରାରେ ଶୁଖେଇଥିଲୁ। ତେନ୍ତୁଳି ଯୋଉ କଟା ଯାଇଥିଲା ତାକୁ ଲୁଣ ଗୋଳା ଯାଉଛି ବର୍ତ୍ତମାନ। ଆଉ ରଖାଯିବ ଆମର ବର୍ଷ ସାରା। ଯୋଉ ମାଛ ଆଉ କଣ ରନ୍ଧାଯିବ ସବୁ ତା ଦେହରେ ଦିଆଯିବ ଆଉ ତେନ୍ତୁଳି ଆଉ କଣ ହବ କହନି? ତେନ୍ତୁଳିରେ ଯାହା ସବୁ ହୁଏ ଆଉ ବର୍ଷ ସାରା ରହିଲା ଆମର ଘରେ ଲୁଣ ଗୋଳା ଯାଇକି। ଓ ଫ୍ରେଣ୍ଡସ୍ ଦେଖନ୍ତୁ ବର୍ତ୍ତମାନ ବର୍ଷା ଛାଡି ଯାଇଛି ଆଉ ଛାତ ଉପରେ ପାଣି କେତେ ଦେଖନ୍ତୁ। ତ ପାଣି ଦେଖନ୍ତୁ ଚାଲନ୍ତୁ ପାଖକୁ ଯିବା ପାଣି ଆଉ ପାଇପ ରେ ପାଣି ଯାଉନାହିଁ ତ ଚାଲନ୍ତୁ ଦେଖିବା। କଣ ତାର ଅସୁବିଧା ହେଇଛି। ତ ଦେଖନ୍ତୁ ଛାତ ଉପରେ କେତେ ପାଣି।
तो तो फ्रेंड्स देखते बर्तमान ये पाइप रे पानी जाऊँगी टिके टिके आउ एठी जाम मध्य हो सारी काटदबा तो जाम हो सारानी पानी टिके जोर रे चलला आ शीघ्र मध्य पानी सफा हो छात उपरे। तो फ्रेंड्स मैं आपण मानको देखैथिली तो देखंतु हमर एई घर आमे रहउथलु तो आपण मानको मु देखैथिली तो वर्तमान देखंतु एई चाळ घर ही आमे रहउछु आ सॉरी रहउथिलु वर्तमान आमे बहुत परिश्रम रे घरटी करिछु तो चाळ घर आ पाखर रही जो साइड रे आजबेस्ट सेतिक आमे चलुथिलु आ सेई घरे रही कि ही आमे ए घर खंडे करिलु। तो वर्तमान देखंतु हमर चाळ घर परिस्थिति कोइ भाबरे आपण मु तळकू गले आपण को देखैबी भीतर कंडीशन कोइ रही छी। तो वर्तमान छात ऊपर पानी जाउ नै आमे पळी आसले छात ऊपर वर्षा छाडला परे तो मेघ वर्तमान मेघुआ रही देखंतु पाग आकाश वर्तमान खंड खंड होइछि मेघ मेघ आउ पुणी होबार संभावना अछि। तो फ्रेंड्स तो देखंतु वर्तमान पानी को भली जाम हो सारी मैला सब एको सब वर्तमान सफा करदबा। तो चलतु वर्तमान सफा करदबा शीघ्र पानी जीवो पानी शीघ्र पळी जीवो। सुखी गले एडा सब खरिकी कड़ा जीवो खरका जाई। तो वर्तमान पाखरे मैला सब जमी होछि मुहर की पानी जीवा को असुविधा होछि। तो चलंतु तो देखंतु सांग माने तो फ्रेंड्स देखंतु वर्तमान आमे जो घरे रहउथिलु तो एई चाळ घर रे ही आमे रहउथिलु। तो वर्तमान आमे बहुत परिश्रम करी पक्का घर खंडे करलु। तो चलंतु चाळ घर रो कंडीशन आपण मानको तळकू गले देखैबी। तो चलंतु वर्तमान जीवा तळकू मेघ आसी अंधार करदब संज देबे के समस्ते बिजु मारुछि सेही पटर अंधार की अंधार मेघ संज दिया हबो वर्तमान। तो वर्तमान संज दिया सरीलाणी तो एठी मध्य बाहर वर्षा होची तो एठी दुईटी संज रखा जाइछि। तो चौरा पाखक नहीं हेलानी जे संज तेणु करके बो एठी देदेला। तो बाहर वर्षा देखो कौ भाई भाव में बिजु घड़घड़ी आसीला जो वर्षा हो गला तो वर्षा मध्य पके चली संज मध्य जली सारा आ कि रही बाकी तो टेकीदवा टी जली जो सब ठाकुर घरे संध्या मध्य जलुची देखु आपण मैंने संध्या टाइम हो गलानी वर्तमान।
ତ ଫ୍ରେଣ୍ଡସ୍ ଦେଖନ୍ତୁ ବର୍ତ୍ତମାନ ଦେଖନ୍ତୁ ଝାଳରେ କୋଉ ଭଳିଆ ବୁଡି ସାରିଲେଣି। ତ ସନ୍ଧ୍ୟା ତ ପଡି ସାରିଲାଣି। ତ ବର୍ତ୍ତମାନ ଚାଲନ୍ତୁ ଛାତ ଉପରକୁ ଯିବା। ପବନକୁ ଖାଇବା ଫାଙ୍କା ପବନ। ତ ଚାଲନ୍ତୁ ଆଉ ଦେଖନ୍ତୁ ଫାଙ୍କା ପବନ ମଧ୍ୟ ଖାଇବା। ବହୁତ ଗରମ ହଉଛି। ତ ଛାତ ଉପରକୁ ଗଲେ ଆପଣ ମାନଙ୍କୁ ଦେଖେଇଦେବି ସନ୍ଧ୍ୟାରେ ହେଇ ଆସିଲାଣି। ତ ଫ୍ରେଣ୍ଡସ୍ କି ପବନ ଦଉଛି ଭଲ ପବନ ଦଉଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ ବର୍ତ୍ତମାନ ମୁଁ ଛାତ ଉପରୁ ଆସି ପହଞ୍ଚିଗଲି। ଆଉ ସୁନ୍ଦର ପବନ ମଧ୍ୟ ଦଉଛି। ଚାଲନ୍ତୁ ଦେଖନ୍ତୁ କେତେ ସୁନ୍ଦର ପବନ ଦଉଛି। ଆଉ ବହୁତ ଭଲ ସିନେରୀ ମଧ୍ୟ ଆସୁଛି ସନ୍ଧ୍ୟା ଟାଇମ ରେ। ତ ଦେଖନ୍ତୁ ଏପାଖ ସାଇଡରେ ଦେଖନ୍ତୁ କୋଉଭଳି ଭାବରେ ମେଘ ଆସି ସାରିଲାଣି। ମେଘ ରହିଛି। ତ ହାଇ ଫ୍ରେଣ୍ଡସ୍ ନମସ୍କାର ୱେଲକମ୍ ଟୁ ବ୍ୟାକ୍ ମାଇ ୟୁଟ୍ୟୁବ ଚ୍ୟାନେଲ। ତ ଆଶା କରୁଛି ଆପଣ ମାନେ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଜଗନ୍ନାଥଙ୍କ ଦୟାରୁ ସମସ୍ତେ ଭଲରେ ରୁହନ୍ତୁ। ତ ଆଜି ଗୋଟେ ନୂଆ ଭିଡିଓ ଆପଣଙ୍କ ପାଇଁ ନେଇ ଆସିଛି। ଆଉ ଭିଡିଓରେ କିଛି ଭୁଲ ଥିଲେ କ୍ଷମା କରିଦେବେ। ଭିଡିଓଟି ଭଲ ଲାଗୁଥିଲେ ସବସ୍କ୍ରାଇବ ଗୋଟେ କରିବେ। ଆଶା କରୁଛି ଆପଣ ମାନେ ଭିଡିଓଟି ମୋର ଭଲ ଲାଗିବ। ଭିଡିଓ ଶେଷରେ ଲାଇକ୍ ଏବଂ ସେୟାର ମଧ୍ୟ ସମସ୍ତେ ସବସ୍କ୍ରାଇବ ଗୋଟେ କରିବେ। ତ ଫ୍ରେଣ୍ଡସ୍ ତ ଚାଲନ୍ତୁ ଆଗକୁ ବଢିବା। ଭିଡିଓଟି କଣ ରହିଛି ତ ଆପଣ ମାନେ ଭଲ ପାଇବା ଦେଲେ ହିଁ ଆମେ ଆଗକୁ ଯାଇପାରିବୁ। ତ ଆପଣ ମାନଙ୍କ ପାଇଁ ଆମେ ଏତେ ବାଟ ନେଇ ଆସିଛୁ ଭିଡିଓ। ତ ଚାଲନ୍ତୁ ଆଗକୁ ଯିବା। ତ ଦେଖନ୍ତୁ ବହୁତ ଦୂରରେ ରହିଛି ତାଳ ଗଛ ମୁଁ ଜୁମ କରିକି ଆପଣ ମାନଙ୍କୁ ଦେଖେଇ ଦଉଛି। ଦେଖନ୍ତୁ ତାଳ ରହିଛି। ତାଳ ହେଇଛି କେତେ ଦେଖନ୍ତୁ। ଆଉ ଏଠି ଆମର ଭାଇ ଏଠି ମାନେ ପଟା ମାନେ ରାଜମିସ୍ତ୍ରୀ ଯୋଉ କୁହନ୍ତି ପଟା ଚେୟାର ବେଞ୍ଚ ଯୋଉ ବନାନ୍ତି ସେ କାମ ଆରମ୍ଭ କରୁଛନ୍ତି। ଏଠି ତ ବର୍ତ୍ତମାନ ସନ୍ଧ୍ୟା ହେଇ ଆସିଲାଣି ଲାଇଟ ଜଳେଇକିରି କାମ କରୁଛନ୍ତି। ତ ସମସ୍ତେ ଘର ସନ୍ଧ୍ୟା ଦେଇ ସାରିଲେଣି ମୁଁ ମଧ୍ୟ ସନ୍ଧ୍ୟା ଦେଇକି ଉପରକୁ ପଳେଇ ଆସିଛି ତ ଚାଲନ୍ତୁ ଆଗକୁ ଯିବା। ମନ୍ଦିର ଅଛି ଦେଖନ୍ତୁ ମନ୍ଦିରରେ ସନ୍ଧ୍ୟା ପକେଇକି ମୁଁ ଆସିଲି। ତ ଆମର ଯେହେତୁ ମାଙ୍କର ମନ୍ଦିର ତେଣୁ କରି ଆମର ମା ଆଦେଶ ଦେଇଛନ୍ତି। ଯେହେତୁ ଆମର ମାଙ୍କ ପାଖରେ ମନ୍ଦିର ଅଛନ୍ତି ମାଙ୍କର ଯେହେତୁ ଆଦେଶ ରହିଛି ଯେ ସନ୍ଧ୍ୟା ବେଳେ ଝିଅ ମାନେ ଦେବେ ସନ୍ଧ୍ୟା। ତ ତେଣୁକରି ମୁଁ ସନ୍ଧ୍ୟା ଦେଇକି ଆସିଲି। ଛାତ ଉପରକୁ ଗରମ ଜୋରରେ ହେଲା ତ ଛାତ ଉପରେ ପବନ ଜୋରରେ ବି ହଉଛି। ଥଣ୍ଡା ମଧ୍ୟ ଲାଗୁଛି ତ କିଛି ପବନ ଖାଇକି ମୁଁ ତଳକୁ ପୁଣି ଯିବି ତ ଆପଣ ମାନଙ୍କୁ ଦେଖେଇବି। ଆଉ ବିଜୁ ମାରୁଛି ବର୍ତ୍ତମାନ ମେଘ ମଧ୍ୟ ଆସି ସାରିଲାଣି ତ ଚାଲନ୍ତୁ ଆଗକୁ ଯିବା। ସବୁ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରେ ସବୁ ଲାଇଟ ଜଳାଯିବ। ତ ବର୍ତ୍ତମାନ ଆପଣ ମାନଙ୍କୁ ଆଉ ସେପଟେ ସନ୍ଧ୍ୟା ପଡୁଛି ଦେଖନ୍ତୁ ବାଦ୍ୟ ମନ୍ଦିରରେ ବାଦ୍ୟ ଲଗା ଯାଇଥାଏ ଯୋଉ ସେ ବାଦ୍ୟ ଟା ବାଜୁଛି ତ ଚାଲନ୍ତୁ